ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳା ବେରେଣୀ ଗାଁ କତ୍ରାପଲ୍ଲୀ ନିକଟରେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତା। ଅଳ୍ପକେ ବର୍ତ୍ତିଗଲେ ସାଥିରେ ଥିବା ଅନ୍ୟ 2 ଜଣ ମହିଳା। ମୃତ ମହିଳା ଜଣଙ୍କ ଅଁଳା ବେରେଣୀ ଗାଁର ଚାରୁଲତା ନାୟକ। ଚାରୁଲତା ଅନ୍ୟ 2 ଜଣ ମହିଳାଙ୍କ ସହିତ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ମାରିଥିଲା। ସୌଭାଗ୍ୟବଶତଃ ସାଥିରେ ଥିବା 2 ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ତେବେ ତୁରନ୍ତ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। 4 ଜଣ ଆସିଥିଲେ से केतेବେଳେ ମୁଁ ତ ଶୋଇଥିଲି, ମୁଁ ଜାଣିନି, ରାତିରେ ଶୋଇଥିଲି। ମୋତେ ଯାଇକିରି ଭାଇ ଶାଶୁ ସବୁ ଆସିଥିଲେ 4 ଜଣ। ସେ ଯାଇକିରି ଭାଇ ଶାଶୁ ଦବୁଡ଼ି ଗଲେ, ହାରି ମାଉସୀ ସବୁ ଦବୁଡ଼ି ଗଲେ। ଯାଇକି ଭାଇ ଶାଶୁ ଆଗ ପହଞ୍ଚି କହିଲେ ଯେ ଆଉ ଆମେ ସବୁ ପଳେଇ ଆଇଲୁ, ଆଉ ତମ ମାଆକୁ ଆଉ ତମ ଶାଶୁ ଆମେ ପାଉନୁ, କିଏ 2 ଜଣଙ୍କୁ ଆମେ ପାଉନୁ। ଆଉ ହାତୀ ସାମ୍ନା ସାମ୍ନା ହେଇଯାଇଥିଲୁ। ସାଙ୍ଗେ ସାଙ୍ଗେ ମୁଁ ଦବୁଡ଼ିକି ଆସିଲା ବେଳକୁ ଫରେଷ୍ଟ ଗାଡ଼ି ସାମ୍ନାରେ ଥିଲା। ଫରେଷ୍ଟ ଗାଡ଼ି ଗଲା, ସିଆଡ଼େ ଯାଉଛନ୍ତି। ଫରେଷ୍ଟ ଗାଡ଼ି ଯେମିତି ଆସିଲା ତା ପଛେ ପଛେ ଆମେ 3 ଜଣ ଧାଇକି ଆସିଲୁ। ଆସିଲା ପରେ ଦେଖିଲୁ ଫରେଷ୍ଟ ଗାଡ଼ି ହେଇଠି ଅଛି, ହାତୀ ପାଖରେ ଅଛି। से देखी सारे माँ को भी माँ द्वार आम मुझे देखिली फरेस्ट गाड़ी माँ पड़ीजी मोड़ आसली माँ को छुएदेली किसी हाथी गला गला जीव ये। ढेंकानाल हरेकृष्ण राउत को रिपोर्ट, खबर ओडिशा।